ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ପଲିଟିକାଲ ସାଇନ୍ସ ଅଛି ରାଜନୀତି ବିଜ୍ଞାନ ତ ରାଜନୀତି ବିଜ୍ଞାନର ପଲିଟିକାଲ ସାଇନ୍ସର ତ ମୁଁ ନେଇ ଆସିଛି କଣ ନା 2 ମାର୍କିଆ କ୍ୱେଶ୍ଚିନ୍ ବୁଝିଲା ତ 2 ମାର୍କିଆ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା। ତ 2 ମାର୍କିଆ କ୍ୱେଶ୍ଚିନ୍ ଏଟା ହେଲା ୟୁନିଟ୍ 2 ର 2 ମାର୍କିଆ କ୍ୱେଶ୍ଚିନ୍ ସିଲେକ୍ସନ ଆ ଭିତରୁ 100% କହୁଛି 2 କି 3ଟି କ୍ୱେଶ୍ଚିନ୍ ଆସିବ 100% ଗ୍ୟାରେଣ୍ଟି ଦେଇ କହୁଛି ଏଇଟା ସିଲେକ୍ସନ କ୍ୱେଶ୍ଚିନ୍ ସବୁ ତ ଆମେ ଆଲୋଚନା କରିବା ଚାଲ ଟପ୍ 20ଟି ୟୁନିଟ୍ 2 ର ସିଲେକ୍ସନ କ୍ୱେଶ୍ଚିନ୍ ଟପ୍ 20ଟି ବୁଝିଲା 20ଟି ସିଲେକ୍ସନ କ୍ୱେଶ୍ଚିନ୍ ଆମେ ଆଜି ଆଲୋଚନା କରିବା ତ ଚାଲ ଆମେ ଷ୍ଟାର୍ଟ କରିବା ଭିडिଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବା ବେଲ୍ ଆଇକନକୁ ଦବାଇଦେବା ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବା ତ ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ସଂଘୀୟ ରାଷ୍ଟ୍ରର ଉପାଦାନ ଗୁଡିକ କଣ ସଂଘୀୟ ରାଷ୍ଟ୍ରର ଉପାଦାନ ଗୁଡିକ କଣ ସଂଘୀୟ ରାଷ୍ଟ୍ରର ଉପାଦାନ ଗୁଡିକ କଣ ଯଦି 2 ମାର୍କିଆ ପଡିଥିବ କଣ ନା ଲେଖିବ ଲିଖିତ ଅନମନୀୟ ସମ୍ବିଧାନ କେନ୍ଦ୍ର ରାଜ୍ୟ ସ୍ତରରେ 2ଟି ସରକାର ଓ ସେମାନଙ୍କ ମଧ୍ୟରେ ସମ୍ବିଧାନ ଦ୍ୱାରା କ୍ଷମତାର ବଣ୍ଟନ 2 ସଦନୀୟତା ଓ ନିରପେକ୍ଷ ନ୍ୟାୟର ଇତ୍ୟାଦି ବୁଝିହେଲା ସଂଘୀୟ ରାଷ୍ଟ୍ରର ଉପାଦାନ। ତାପରେ କହିଦେଲା କ୍ୱେଶ୍ଚିନ୍ ସମ୍ବିଧାନର ଉଲ୍ଲେଖିତ ନଥିବା ବିଷୟ ଗୁଡିକ କଣ ସମ୍ବିଧାନର ଉଲ୍ଲେଖ ନଥିବା ବିଷୟ ଗୁଡିକ କଣ କୁହାଯାଏ ଏହା କାହାକୁ ଦିଆଯାଇଛି ନା ସମ୍ବିଧାନର ଉଲ୍ଲେଖ ନଥିବା ବିଷୟ ଗୁଡିକୁ କଣ କୁହାଯାଏ ନା ଅବଶେଷ କ୍ଷମତା ଏହି କ୍ଷମତା କେନ୍ଦ୍ରକୁ ଦିଆଯିବ ମାନେ ଅବଶେଷ କ୍ଷମତା ଜାଣିଥିବ ଯୋଉଟାରେ କେନ୍ଦ୍ର ରାଜ୍ୟ ଏବଂ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ନଥିବ ତାହାକୁ କଣ ନା ଅବଶେଷ କ୍ଷମତା କୁହାଯାଏ ଏହି କ୍ଷମତା କେନ୍ଦ୍ରକୁ ଦିଆଯାଇଛି ମାନେ କେନ୍ଦ୍ର ଏହାର କଣ ନା କାର୍ଯ୍ୟକାରୀ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ କଣ ଦେଲା ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ କେଉଁ 2ଟି ଗୋଷ୍ଠୀ ଉନ୍ନୟନ ଯୋଜନା ପ୍ରଣୀତ ହୋଇଥିଲା ମାନେ ପଞ୍ଚାୟତ ରାଜ ବ୍ୟବସ୍ଥା ଯୋଉ ହେଇଥିଲା ତା ପ୍ରଚଳନ ପୂର୍ବରୁ ଭାରତରେ କେଉଁ 2 ଗୋଷ୍ଠୀ ଉନ୍ନୟନ ଯୋଜନା ପ୍ରଣୀତ ହୋଇଥିଲା କଣ ହବ ଏଟା ନା ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ କଣ ନା 1952 ମସିହାରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ କଣ ହେଇଥିଲା ନା 1952 ମସିହାରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ହେଇଥିଲା ଏବଂ 1953ରେ କଣ ହେଇଥିଲା ନା ଜାତୀୟ ସମ୍ପ୍ରସାରଣ ସେବା ଯୋଜନା 1952ରେ ଗୋଷ୍ଠୀ ଉନ୍ନୟନ 1953ରେ ଜାତୀୟ ସମ୍ପ୍ରସାରଣ ସେବା ଯୋଜନା ଦେଶରେ ଗ୍ରାମାଞ୍ଚଳ ଉନ୍ନତି ଓ ବିକାଶ ସକାଶେ ପ୍ରଣୀତ ହୋଇଥିଲା। ତାପରେ 4 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ଭାରତୀୟ ସମ୍ବିଧାନର କେଉଁ ଖଣ୍ଡ ଏବଂ କେଉଁ ଧାରାରେ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା କରିବା ସମ୍ପର୍କରେ ସୂଚନା ମିଳେ ଭାରତୀୟ ସମ୍ବିଧାନର କେଉଁ ଖଣ୍ଡ ଏବଂ କେଉଁ ଧାରା ନା ଭାରତୀୟ ସମ୍ବିଧାନର କେଉଁ ଖଣ୍ଡ ନା 4ଥ ଖଣ୍ଡ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମୂହ ବର୍ଣ୍ଣନା କରାଯାଇଛି ଏହାର 40 ଧାରାରେ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା ସମ୍ପର୍କରେ ସୂଚନା ମିଳେ। ପରବର୍ତ୍ତୀ କ୍ୱେଶ୍ଚିନ୍ ପଞ୍ଚାୟତ ସମିତିର ମୁଖ୍ୟ ଓ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ପଞ୍ଚାୟତ ସମିତିର ମୁଖ୍ୟ କିଏ ନା ଚେୟାରମ୍ୟାନ ପଞ୍ଚାୟତ ସମିତିର ମୁଖ୍ୟ ଅଟନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ କଣ ନା ଅଟନ୍ତି। ନେକ୍ସଟ ସରପଞ୍ଚ କିପରି ଏଟା ବହୁତ ଇମ୍ପୋର୍ଟାଣ୍ଟ ଏଟା ବହୁତ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ ଲେଖିକି ରଖ ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ତାଙ୍କୁ କିପରି ପଦଚ୍ୟୁତ କରାଯାଏ ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏଟା ବାର ପ୍ରିଭିୟସରେ ବି ଏକ୍ଜାମରେ ଏଟା ଆସିଥିଲା ତାପରେ ଆସିଥିଲା ଏକ୍ଜାମରେ ତ କହି ହଉନି ଏଟା ଆସିପାରେ 2 ମାର୍କିଆ ହଉ କି 3 ମାର୍କିଆରେ ବି ହଉ ବୁଝିଲା ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ତାଙ୍କୁ କିପରି ପଦଚ୍ୟୁତ କରାଯାଏ ତ କିପରି ପିଲାମାନେ ନା ସରପଞ୍ଚ ଗ୍ରାମ ପଞ୍ଚାୟତର ସାବାଳକ ଭୋଟଦାତା ମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ମାନେ 18 ବର୍ଷରୁ ଉର୍ଦ୍ଧ୍ୱ ସରପଞ୍ଚକୁ ଭୋଟ ଦିଅନ୍ତି ଜାଣିଛ ପଞ୍ଚାୟତରେ ତ ସେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ମୋଟ ସଭ୍ୟ ସଂଖ୍ୟା ତ ଯେତେ ଗ୍ରାମ ପଞ୍ଚାୟତରେ ଭୋଟ ଦେବେ ତା ସଭ୍ୟ ସଂଖ୍ୟା 2/3 ସଭ୍ୟଙ୍କ ଦ୍ୱାରା ଗୃହୀତ ପ୍ରସ୍ତାବ କିମ୍ବା ପ୍ରମାଣିତ ଦୁର୍ନୀତି କାରଣରୁ ଜିଲ୍ଲାପାଳଙ୍କ ଦ୍ୱାରା କଣ ନା ପଦଚ୍ୟୁତ ହୋଇଥାନ୍ତି ବୁଝିହେଲା ତ କିପରି ତାଙ୍କୁ ପଦଚ୍ୟୁତ କରାଯାଏ ଜାଣିଛ ସରପଞ୍ଚକୁ ମାନେ କିଛି ଯଦି ଦୁର୍ନୀତି କାମ ସେ କରିଥିବେ ତାଙ୍କୁ ଜିଲ୍ଲାପାଳ କରିବେ ପଦଚ୍ୟୁତ। ନେକ୍ସଟ
ଜାଣିଛ ତ 2 ମାର୍କିଆ ତମର କେତେଟା ଆସିବ ନା 2 ମାର୍କିଆ ତମର 7ଟି କ୍ୱେଶ୍ଚିନ୍ ଆସିବ 10ଟି କ୍ୱେଶ୍ଚିନ୍ ଦେଇଥିବ 2 ମାର୍କିଆ ତମେ 7ଟି କ୍ୱେଶ୍ଚିନ୍ କରିବ ବୁଝିହେଲା। ସବୁ ବିଷୟରୁ 2-2ଟା କ୍ୱେଶ୍ଚିନ୍ କି 3ଟା କୋଉ ଭିତରୁ ପଡିଯିବ। म्युनिसिपालिटीर चेयरमैन किपरि निर्वाचित होती म्युनिसिपालिटीर चेयरमैन तो सब विषय वो 2 मार्किया सिलेक्शन नहीं आसबे यूनिट 2 यूनिट 3 यूनिट 4 यूनिट 5 टेंशन नबार किछि भी नाही पिला माने बुझेला मो छुआ समस्त तबे भलो करबो। नेक्स्ट म्युनिसिपालिटीर चेयरमैन किपरि निर्वाचित होते म्युनिसिपालिटीर चेयरमैन किपरि ओडिशार 1996 मसीह संशोधित पौर निर्वाचन नियम अनुसार पौरसभार चेयरमैन निर्वाचित काउंसिलर मानकु नहीं गठित निर्वाचक मंडली द्वारा परोक्ष निर्वाचन पद्धति निर्वाचित होइथांती। संप्रति म्युनिसिपालिटीर चेयरमैन म्युनिसिपालिटीर जनसाधारण द्वारा प्रत्यक्ष रूपे कौन ना निर्वाचित हेउछंती। तापरे पंचायत समितिर अध्यक्ष पंचायत समिति जो अध्यक्ष से ये जो निर्वाचित होती या भीतर निश्चित पंचायत समिति हो ग्राम पंचायत हो सरपंच हो तो जो अच्छी तो निश्चित गोटे आदि पड़ो पंचायत समितिर अध्यक्ष किपरि निर्वाचित होती तो किपरि निर्वाचित होती 1992 मसीहार संशोधित नियम अनुसार प्रत्येक पंचायत समिति अधीन प्रत्येक पंचायत समिति अधीन ग्राम पंचायत गुड़िकरू प्रत्यक्ष भोटदान व्यवस्था अनुसार निर्वाचित पंचायत समिति सदस्य मान गठित निर्वाचन मंडल द्वारा कौन परोक्ष भाव परोक्ष भाव पंचायत समितिर अध्यक्ष निर्वाचित होता। नेक्स्ट क्वेश्चन बलवंत राय बेहेटा कमिटी काहीकि गठित होइतिला ओ कौन सुपारिश करथिला। बलवंत राय बेहेटा कमिटी काहीकि गठित होइतिला ना भारत रे गोष्ठी उन्नयन योजनार कार्यकारितार मूल्यांकन और सफल कार्यकारिता निमंते सुपारिश करिया पई 1957 मसीह बलवंत राय बेहेटा एमसीक्यू में आसीबा बलवंत राय बेहेटा कमिटी केबे गठित होइतिला 1957 मसीह एहा गणतांत्रिक विकेंद्रीकरण पई पंचायत राज व्यवस्था सुपारिश करथिले। नेक्स्ट ग्राम सभा पिला माने एटा बहुत गुरुत्वपूर्ण एटा मु आज सिलेक्शन क्वेश्चन देछि इंपोर्टेंट क्वेश्चन ग्राम सभा कोन प्रत्येक ग्राम पंचायत रो समस्त प्रत्येक ग्राम पंचायत रो समस्त नागरिक को नै गठित सभा को कौन ना ग्राम सभा माने ग्राम पंचायत रो जतिक नागरिक अछंती ताको ग्राम सभा हुए सरपंच अध्यक्षतार अनुष्ठित यही सभा ग्राम पंचायत समस्त उन्नतिमूलक कार्य को अनुमोदन करिଥାଏ ग्राम सभा। जुग्म तालिका केंद्र तालिका राज्य तालिका रु 2टी की गोटे क्वेश्चन 100% ग्यारंटी 2 मार्किया रो 3 मार्किया रो गोटे तमे पाइबो। जुग्म तालिका कहले कौन बुझ जो तालिकाभुक्त विषय गुड़िक उपरे उभय केंद्र और राज्य सरकार कर्तृत्व थाए ताकू जुग्म तालिका कह जाए। उदाहरण स्वरूप विवाह विच्छेद संवाद पत्र श्रमिक कल्याण इत्यादि किंतु केंद्रीय आईन और राज्य आईन मध्य विवाद देखागले केंद्र आईन को हुए ना बलवत्तर रुहे। नेक्स्ट अवशिष्ट क्षमता कौन अवशिष्ट क्षमता ना केंद्र और राज्य मध्य क्षमता बंटन क्षेत्र में जो विषय गुड़िक केंद्र तालिका एटा कहउतिले अवशेष जो विषय गुड़िक केंद्र तालिका राज्य तालिका और जुग्म तालिका रे स्थान पाई नଥାଏ सेगुड़िक अवशिष्ट क्षमता कह जाए। यही संविधान रे 228 अवशिष्ट क्षमता रे केतोटी धारा एटा एमसीक्यू में आसी पारे 228 धारा रे वर्णित होई केंद्र हाथ रे से निष्ठ केंद्र तालिका ही तार कोन ता तदारक करिवो अवशिष्ट क्षमतार। नेक्स्ट केंद्र तालिका कोन एमिति आसीबो राज्य तालिका जुग्म तालिका रे केतोटी विषय अछि जुग्म तालिका रे 52टी अछि केंद्र तालिका रे 69टी विषय अछि। केंद्र राज्य व्यवस्थापिका मध्य रे आईन प्रणाली क्षमता विभाजन संक्रांत 3 गोटी तालिका मध्यरु रे जुग्म केंद्र एवं राज्य एई 3 गोटी तालिका मध्यरु केंद्र तालिका होची अन्यतम। एही तालिकाभुक्त केतोटी विषय 69टी विषय उपरे आईन प्रणाली एकक क्षमता केंद्रीय संसद उपरे न्यस्त होइछि। तापरे एग्जाम्पल मुद्रा व्यवस्था
ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଡାକ, ତାର। ବୁଝିଲା। ଏକ୍ଜାମ୍ପଲ ବହୁତ ଏକ୍ଜାମ୍ପଲରେ ତମେ 1 ମାର୍କ ପାଇବ। ଯୁଗ୍ମ ତାଲିକାରେ ବି ଦେଖ ଉଦାହରଣ ସ୍ୱରୂପ ବିବାହ ବିଚ୍ଛେଦ, ସମ୍ବେଦପତ୍ର, ଶ୍ରମିକ 2ଟି 3ଟି ଏକ୍ଜାମ୍ପଲ ଦବ। ତାପରେ ଆସିଲା ରାଜ୍ୟ ତାଲିକା। ରାଜ୍ୟ ତାଲିକାରେ କେତୋଟି ନା ରାଜ୍ୟ ତାଲିକାଭୁକ୍ତ 61ଟି ବିଷୟ ଉପରେ ଆଇନ ପ୍ରଣୟନ କ୍ଷମତା ରାଜ୍ୟ ବ୍ୟବସ୍ଥାପକ ଦିଆଯାଇଛି। ତ ଯେତେବେଳେ 2 ମାର୍କିଆ 3 ମାର୍କିଆ ଲେଖିବ ତାର କେତେ ଗୋଟି ବିଷୟ ବି ଲେଖିବ ହେଲା। ଆଇନ ଶୃଙ୍ଖଳା ତା ଏକ୍ଜାମ୍ପଲ ଦେଲା ଆଇନ ଶୃଙ୍ଖଳା, ସ୍ୱାୟତ୍ତ କୃଷି, ସ୍ୱାସ୍ଥ୍ୟ, ପରିମଳ, ପୋଲିସ ଆଦି ଆଞ୍ଚଳିକ ସ୍ୱାର୍ଥଯୁକ୍ତ ବିଷୟ ଏହି ତାଲିକାଭୁକ୍ତ ଅଟେ। ଜରୁରୀ ପରିସ୍ଥିତି 250 ଧାରା, ରାଜ୍ୟସଭାର ସ୍ୱତନ୍ତ୍ର ପ୍ରସ୍ତାବ 249 ଧାରା, 2 ବା ଅଧିକ ରାଜ୍ୟକୁ ଅନୁରୋଧ 252 ଧାରା, ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା 253 ଧାରା କ୍ଷେତ୍ରରେ ଏହି ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ। ତାପରେ ଆସିଲା ନେକ୍ସଟ ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ର କାହିଁକି ଅଧିକ କ୍ଷମତା ଉପଭୋଗ କରେ? ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ର କାହିଁକି ଅଧିକ କ୍ଷମତା ଉପଭୋଗ କରେ? ନା ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ର ଅଧିକ କ୍ଷମତା ଉପଭୋଗ କରେ କାରଣ କେନ୍ଦ୍ର ତାଲିକା ପରି ଏକ ବୃହତ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ ବ୍ୟାପକ ତଥା ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପଭୋଗ କରୁଛି। ଜରୁରୀ ପରିସ୍ଥିତି, 2 ବା ଅଧିକ ରାଜ୍ୟକୁ ଅନୁରୋଧ, ରାଜ୍ୟସଭାରେ ଗୃହୀତ ପ୍ରସ୍ତାବ ଆଦି ଭିତ୍ତିରେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ଆଇନ କରିଥାଏ। ପୁନଶ୍ଚ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ କଣ ହୁଏ ନା ବଳବତ୍ତର ରୁହେ। ତାପରେ ରହିଲା କଣ ରାଜ୍ୟ ତାଲିକାରେ ଥିବା ଯେକୌଣସି 5ଗୋଟି ବିଷୟ ନା 2 ମାର୍କ ପଡିବ। ରାଜ୍ୟ ତାଲିକାରେ ବିଷୟ ସାଧାରଣ ସ୍ୱାସ୍ଥ୍ୟ, ଚିକିତ୍ସା, ଆଭ୍ୟନ୍ତରୀଣ ଶୃଙ୍ଖଳା, କୃଷି, ଶିଳ୍ପ, ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା ଇତ୍ୟାଦି ରାଜ୍ୟ ତାଲିକାର କଣ ନା 5ଗୋଟି ବିଷୟ। ଏହା ଉପରେ ପ୍ରାୟତଃ କିଏ ଆଇନ ପ୍ରଣୟନ କରେ ନା ସେଇ ରାଜ୍ୟ ବ୍ୟବସ୍ଥାପିକା। କେନ୍ଦ୍ର ଉପରେ କେନ୍ଦ୍ର, ରାଜ୍ୟ ଉପରେ ରାଜ୍ୟ ଏବଂ ଯୁଗ୍ମ ଉପରେ କେନ୍ଦ୍ର କରେ, ଅବଶିଷ୍ଟ କ୍ଷମତା ଉପରେ କେନ୍ଦ୍ର କରେ। ନେକ୍ସଟ ପଲ୍ଲୀ ସଭା, ଗ୍ରାମ ସଭା ଗଲା। ପଲ୍ଲୀ ସଭା ବି ଗୁରୁତ୍ୱପୂର୍ଣ୍ଣ। ଗ୍ରାମ ପଞ୍ଚାୟତର ଆଇନ ଅନୁସାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମର ସାବଳକ ଓ ନାଗରିକମାନଙ୍କୁ ନେଇ ଗଠିତ ସଭାକୁ ପଲ୍ଲୀ ସଭା କୁହାଯାଏ। ଗ୍ରାମର ବରିଷ୍ଠ ୱାର୍ଡ ସଭ୍ୟଙ୍କ ଅଧ୍ୟକ୍ଷତାରେ ଏହି ସଭା ପ୍ରତିବର୍ଷ କେଉଁ ମାସରେ ପଲ୍ଲୀ ସଭା? ଫେବୃଆରୀ ମାସର ପ୍ରଥମ ସପ୍ତାହରେ ବସିଥାଏ। ନେକ୍ସଟ କେନ୍ଦ୍ରଶାସିତ ଅଞ୍ଚଳ କଣ? କେନ୍ଦ୍ରଶାସିତ ଅଞ୍ଚଳ ନା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ଭାରତର କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ପରିଚାଳନା ରହିଲେ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କୁହାଯାଏ। କୌଣସି ଅଞ୍ଚଳକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହା କରାଯାଇଥାଏ। ଭାରତରେ 7ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ନେକ୍ସଟ ତ ପିଲାମାନେ ତମମାନଙ୍କର ନେକ୍ସଟ କ୍ୱେଶ୍ଚିନ କଣ ଦେଲା ଯୁଗ୍ମ ତାଲିକାରେ ଥିବା 5ଟି ବିଷୟ ଲେଖ। ଏହା ଉପରେ କିଏ ଆଇନ ପ୍ରଣୟନ କରେ? ବିବାହ ଛାଡ଼ପତ୍ର, ଜଙ୍ଗଲ ମାପ, ଓଜନ, ଔଷଧ, ଅର୍ଥନୈତିକ ସାମାଜିକ ଯୋଜନା ବିଷୟଗୁଡ଼ିକ ଯୁଗ୍ମ ତାଲିକାରେ ଉଲ୍ଲେଖ ଅଛି। ଏହା ଉପରେ ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ସଭା ଆଇନ ପ୍ରଣୟନ କରେ। ଉଭୟ ଆଇନ ପରସ୍ପର ବିରୋଧୀ ହେଲେ କେନ୍ଦ୍ର ଆଇନ କଣ ହୁଏ ନା ବଳବତ୍ତର ରୁହେ। ନେକ୍ସଟ କ୍ୱେଶ୍ଚିନ କଣ ଦେଲା ଶେଷ କ୍ୱେଶ୍ଚିନ 20ଟି କେନ୍ଦ୍ରୀୟ ତାଲିକାରେ କେତେଗୋଟି ବିଷୟ ଅଛି? ଏହା ଉପରେ କିଏ ଆଇନ ପ୍ରଣୟନ କରେ? ପିଲାମାନେ କେନ୍ଦ୍ର ତାଲିକାରେ 69ଗୋଟି ବିଷୟ ଅଛି। ଏହା କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରେ। ତ ସରିଗଲା ବହୁ ସିଲେକ୍ସନ ଗୁରୁତ୍ୱପୂର୍ଣ୍ଣ। ଆକୁ ଜମା ବି ସ୍କିପ୍ କରିବନି ପିଲାମାନେ, ନହେଲେ ହଇରାଣ ହେଇଯିବ। ସମସ୍ତେ ପଢିବ ବୁଝିଲା। ତ ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।